ଆଜି ଦିନର ଗୁରୁତ୍ୱପୂର୍ଣ୍ଣ ଖବର। 3 ମାସ ହେଲା ଭର୍ତ୍ତା ଟଙ୍କା ପାଇନାହାନ୍ତି ହଜାର ହଜାର ହିତାଧିକାରୀ। ଆଉ ଏହାରି ଭିତରେ ଆସିଛି ସରକାରଙ୍କର ବଡ଼ ଘୋଷଣା। 3 ମାସ ହେଲା ଭର୍ତ୍ତା ଟଙ୍କା ନ ମିଳିବାରୁ ଅସ୍ତବ୍ୟସ୍ତ ହିତାଧିକାରୀ। ବୟସ୍କ, ଦିବ୍ୟାଙ୍ଗ ଓ ଅସହାୟ ମହିଳାଙ୍କ ଜୀବନରେ ବଢ଼ିଲା ସଙ୍କଟ। ପଞ୍ଚାୟତର ବ୍ଲକ ଏବଂ ବ୍ୟାଙ୍କ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହିତାଧିକାରୀ। ପାଲ ଲହଡ଼ାରେ ଭର୍ତ୍ତା ସମସ୍ୟାକୁ ନେଇ ଅସନ୍ତୋଷ ଚରମରେ। ସ୍ୱରରେ ଭର୍ତ୍ତା ନ ମିଳିବାରୁ ପଞ୍ଚାୟତ ଅଫିସ ଆଗରେ ଧାରଣାରେ ବସିଲେ ବୃଦ୍ଧ ଓ ବୃଦ୍ଧା। ସପ୍ତାହେ ଭିତରେ ସମସ୍ୟାର ସମାଧାନ ଓ ଭର୍ତ୍ତା ଟଙ୍କା ଆସିବ ବୋଲି ସରକାରଙ୍କର ଆଶ୍ୱାସନା। ଆଗକୁ କେନ୍ଦ୍ର ସରକାରଙ୍କ ଠାରୁ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଭର୍ତ୍ତା ଟଙ୍କା ଯିବ। ବଡ଼ ପ୍ରଶ୍ନ ବର୍ତ୍ତମାନ, ସପ୍ତାହେ ଭିତରେ ସତରେ କ'ଣ ହିତାଧିକାରୀଙ୍କ ଖାତାକୁ ଭର୍ତ୍ତା ଟଙ୍କା ଆସିପାରିବ? ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଧନ୍ୟବାଦ।